ତମ ଭଳିଆ କଞ୍ଜୁସ ସ୍ୱାମୀ ମୁଁ ଆଜି କୋଉଠି ବି ଦେଖିନି। ଏମିତି କଣ ହଉଛି କାଇଁ କଣ ହେଲା କି ତୋର? ଫାଇନାଲି 100 ହେଇଗଲା, 200 ବି ହେଇଗଲା, 300 ବି ହେଇଗଲା, ଆସିକି 500 400 ରୁ 500 ହେବାକୁ ବସିଲାଣି। କିନ୍ତୁ ତମେ କହି କହି ଗୋଟେ କେକ୍ କାଟୁନ, କେତେ ଲୋକ କେତେ ଜଣ 100 ହେଇଗଲା ବେଳକୁ ସେ ଯୋଉ ନିଆଁ ଉଠୁଛି ଆଉ ଯୋଉ କେକ୍ ଏଡେ ବଡ ବଡ ଆଣିକି କାର ପଛକಡೆ କି ଘରେ କି ଝାକାସରେ କେକ୍ କାଟୁଛନ୍ତି। ମୋର ଆଉ ତମ ସହିତ ଭିଡିଓ କରିବାର ନାହିଁ। କେକ୍ କାଟିଦେଲେ ତ ମନ ଖୁସି ହେଇଯିବ। ଆଉ ଆମର ଗୋଟେ ସ୍ପେଶାଲ ଦିନରେ କେକ୍ କାଟିବା ହେଲା। କି ସ୍ପେଶାଲ ଦିନ ରଖିଛ ଆମ? ମୁଁ ଭାବୁଛି ଅପ୍ରିଲ 2 ତାରିଖ ଦିନ କାଟିଲେ ଭଲ ହବ। ଅପ୍ରିଲ 2 ତାରିଖରେ ଏମିତି କଣ? ଅପ୍ରିଲ 2 ତାରିଖ କଣ? ଅପ୍ରିଲ 2 ତାରିଖ ହଉଛି ଗୋଟେ ଏମିତିଆ ଦିନ, ମାନେ 2022 ମସିହା ଫେବୃଆରୀ 10 ତାରିଖ ଦିନ ମୁଁ ଜଣକୁ ହାତ ଧରିଥିଲି ଜୀବନ ସାଥୀ ରୂପରେ। ସେଦିନ ହଉଛି ତାର ଜନ୍ମଦିନ। ସେଇଦିନ କେକ୍ କାଟିବା ଆଉ ଆମର ବି 500 କେକ୍ ବି ହେଇଯାଇଥିବ। ସତରେ ତମର ମନେ ଅଛି? ହଁ କାଇଁ ଅପ୍ରିଲ 2 ତାରିଖ କଣ କି? କଣ କି ତମର? ସତରେ କେହି ଜଣେ ଠିକ କହୁଥିଲେ, ଯଦି ବାପା ମା ପରି କେହି ଜଣେ ଭଲ ପାଇବା ଦବା ମିଳିଯିବ ନା ଆଉ ଦୁନିଆରେ କିଛି ବି ଖୋଜିବେ। ଅପ୍ରିଲ 2 ତାରିଖ ତମ ଜନ୍ମଦିନ କି? ତମ ଜନ୍ମଦିନ? ମୁଁ ଜଣକୁ ବାହା ହେଇଥିଲି ତା ଜନ୍ମଦିନ ମୁଁ କହିଲି। ଆଉ ମୁଁ ଜାଣିଛି ତମ ଜନ୍ମଦିନ ତମର ବି ସେଇ ଦିନ। ତମର ବିଶ୍ୱାସ ଅଛି ମୁଁ ତମ ଜନ୍ମଦିନ ମନେ ରଖିଛି ବୋଲି? ଆରେ କାନ୍ଦୁଛ କଣ ପାଇଁ? କାନ୍ଦୁଛ କଣ ପାଇଁ? ନାଇଁ ଆକ୍ଚୁଆଲି ଗୋଟେ ସତ କଥା କହିବି, ଗୋଟେ ସ୍ତ୍ରୀ ଆଖିରେ ଲୁହ ସେଥିପାଇଁ ଆସେ, ମାନେ ପ୍ରାୟ ସ୍ୱାମୀ ମାନେ ଅଛନ୍ତି ସ୍ତ୍ରୀ ମାନଙ୍କର ଜନ୍ମଦିନ ମନ ନଥାଏ, ସତରେ ମନ ନଥାଏ। ମାନେ ପ୍ରାୟ ସ୍ୱାମୀ ମାନେ, କିନ୍ତୁ ସ୍ତ୍ରୀ ମାନେ ସ୍ୱାମୀ ମାନଙ୍କର ଜନ୍ମଦିନ ଠିକ ସେ ମନେ ରଖିଥାନ୍ତି। ଯେ ନ ଜାଣିଥିବ ପର୍ଯ୍ୟନ୍ତ ପଚାରି ବୁଝିକି ଜିନା ଆରାମ କରିଦେବେ। ଯୋଉଦିନ ଜାଣିଯିବେ ତମ ଜନ୍ମଦିନ ଏତିକି ତାରିଖ ନା, ସେ ନିଶ୍ଚୟ ମନେ ରଖିଥିବେ। କିନ୍ତୁ ପ୍ରାୟ ସ୍ୱାମୀ ମାନେ ମନେ ରଖନ୍ତିନି ସ୍ତ୍ରୀ ମାନଙ୍କର ଜନ୍ମଦିନ। ଏଇଟା ଏତେ ଅବହେଳା କଣ ପାଇଁ? ଦୟାକରି ଆପଣ ମାନେ କମେଣ୍ଟ ଜଣେଇବେ। ଆପଣ ଯଦି ସ୍ୱାମୀ ହେଇଥିବେ ଆପଣ ସ୍ତ୍ରୀ ମାନଙ୍କର ଜନ୍ମଦିନ ମନେ ରଖିଛନ୍ତି ନା ନାଇଁ କହିବେ। ଯଦି ସ୍ତ୍ରୀ ମାନେ ଦେଖୁଥିବେ ଆପଣଙ୍କ ସ୍ୱାମୀ ମାନଙ୍କର ମାନେ ଜନ୍ମଦିନ ଟା ମନେ ରଖିଛନ୍ତି ନା ନାଇଁ କହିବେ। ମୁଁ ତ ଜାଣିଛି। ଜାଣିଛ? ଅଗଷ୍ଟ 2 ରେ। ଅଗଷ୍ଟ 2 ଅପ୍ରିଲ 2, ଅଗଷ୍ଟ 2 ଅପ୍ରିଲ 2।